श्रीमा श्री अरविंद यही श्री अरविंद पाठचक्र ऑनलाइन माध्यम योगदान करिथिबा भाई बापा मान को नमस्कार। आज आलोच्य विषय स्मितहास्य आनी दिए सकल आनंद। स्मितहास्य आनी दिए सकल आनंद यही प्रसंग रे आलोचना करने निमंते कोरापुट जिला ब्राह्मण शिकुर मेरियपा सुजाता पति को मु अनुरोध करुछि। सुजाता अपा तांकर वक्तव्य प्रदान करंतु। हृदयरे तुमी मोर रहिछ सदा, सेथिपाई आनंदरे पारुछि हसी। हृदयरे तुमी मोर रहिछ सदा, सेथिपाई आनंदरे पारुछि हसी। तुम चरणे निजको मु देइछि ढाळी, सारा जीवन जे परी रहिबी खुशी, रहिबी खुशी। हृदयरे तुमे मोर रहिछ सदा, सेथिपाई आनंदरे पारुछि हसी। तुम नयनरे मु निजको देखे, तुम हाथ परस मो मथारे थाए। तुम नयनरे मु निजको देखे, तुम हाथ परस मो मथारे थाए। मोर जीवन तुमरे सेबारे रहू, मोर जीवन तुमरे सेबारे रहू। तुम कोଳରେ सदा मु आनंदे थाए, आनंदे थाए। हृदयरे तुमे मोर रहिछ सदा, सेथिपाई आनंदरे पारुछि हसी। आसु जेते बाधा असुविधा मो पाई, नीरवरे जळुथिबी प्रदीप होए। आसु जेते बाधा असुविधा मो पाई, नीरवरे जळुथिबी प्रदीप होए। रास्ता हेउ पछे मोर जेते कठिन, रास्ता हेउ पछे मोर जेते कठिन। उच्च शिखररे सदा चढ़ू मु थिबी, चढ़ू मु थिबी। हृदयरे तुमे मोर रहिछ सदा, सेथिपाई आनंदरे पारुछि हसी। तुम चरणे निजको मु देइछि ढाळी, सारा जीवन जे परी रहिबी खुशी, रहिबी खुशी। हृदयरे तुमे मोर रहिछ सदा, सेथिपाई आनंदरे पारुछि हसी। श्री माता शरणम मम, श्री अरविंद शरणम मम। आज यही कार्यक्रम में जोग देइथिबा सुमातृप्रेमी अपा भाई को मोर प्रणाम। वंदे मातरम। आज विषय वस्तु है स्मितहास्य बा स्माइल आनी दिए सकल आनंद। आम माँ उक्ति अच्छी, इफ यू कैन ऑलवेज स्माइल एट लाइफ, लाइफ ऑल्सो विल ऑलवेज स्माइल एट यू। तुम सब बेले जीवन जेकोसी परिस्थिति रे जदि हसी पार, जीवन भी निश्चय तुम आड़े से स्मित हास्य ही देव। ये जो उक्ति माँ मेसेज टी आम समस्त जीव आगे थुआ जानी, आम सब से कथा कही था कि आम केते दूर करें तो आम निजे ही जानी। तो माँ कहते शारीरिक रूपांतर सेतेबेले संभव हेब जेतेबेले चेतना लेवल रे आनंद पूर्ण रूपे प्रतिष्ठित हेब।
ତା ପୂର୍ବରୁ ନୁହେଁ। ତା ପୂର୍ବରୁ ଶାରୀରିକ ରୂପାନ୍ତର ସମ୍ଭବ ନୁହେଁ। ତେଣୁ ଆମକୁ ଯଦି ଟିକେ ହସିବାକୁ ଏତେ କଷ୍ଟ ଲାଗୁଛି, କିନ୍ତୁ ଏଇ ଯୋଉ ଇନର ଜୟ କଥା କହୁଛନ୍ତି ମା, ଯୋଉ ସେ ଆନନ୍ଦ କଥା କହୁଛନ୍ତି, ପ୍ରତିଷ୍ଠିତ ହବା କଥା, ସେଇଟା ତ ଦୂରରେ ରହିଲାଣି। ତେଣୁ ଜଣେ ମଜାଳିଆ ଭାବେ ଲେଖିଛନ୍ତି, ଆନନ୍ଦ ପାଇବା ପାଇଁ କୁଆଡେ ଖୋଜିବାକୁ ଯିବାକୁ ପଡିବନି, ତାର ସିକ୍ରେଟଟା ରହିଛି ଠିକ ତୁମ ନାକ ତଳେ, ଅର୍ଥାତ୍ ମାନେ ଆମ ଓଠ ଟିକେ ଆମେ ଯଦି ଷ୍ଟ୍ରେଚ୍ କରିଦବା, ଓଠ ଟିକେ ଷ୍ଟ୍ରେଚ୍ କରିଦିଅ, ଟିକେ ଅନ୍ତର ଖୋଲି ହସିଦେଲେ, ସେ ଆନନ୍ଦର ଜାଗାଟା ସେଇଠି ବୋଲି ସେ କହୁଛନ୍ତି। ତେଣୁ ତାଙ୍କ ଶବ୍ଦରେ a smile is happiness you'll find just under your nose। ସେଟା ଟିକେ ଫନି ୱେରେ ଲେଖିଛନ୍ତି, କିନ୍ତୁ କଥାଟି ପୂର୍ଣ୍ଣ ସତ୍ୟ। ତେବେ ସାଧନା ପାଇଁ ଏଇ ଯୋଉ ସ୍ମାଇଲ, ତାର ତ କେତେ ଅପରିହାର୍ଯ୍ୟ ଆମେ ଜାଣିପାରୁଛେ, କିନ୍ତୁ ଏହା ବ୍ୟତୀତ ଆମ ସାଧାରଣ ଜୀବନ କ୍ଷେତ୍ରରେ ବା ଡେ ଟୁ ଡେ ଲାଇଫରେ ମଧ୍ୟ ଏହାର ଉପକାରିତା କଣ ଆମେ ଦେଖିବା। ଫାର୍ଷ୍ଟ ହଉଛି ଦେଖିବା, ଗୋଟେ ଫାର୍ଷ୍ଟ ପଏଣ୍ଟ ହେଲା, a smiling face is a beautiful face, a smiling heart is a beautiful heart। ତ ହସ ହସ ମୁହଁ ପ୍ରକୃତରେ ଆମେ ଦେଖିଥିବା, ହସ ହସ ମୁହଁ ହିଁ ପ୍ରକୃତରେ ଗୋଟେ ଚେହେରାରେ ସୌନ୍ଦର୍ଯ୍ୟ ଆଣିଥାଏ। ସେମିତି ହୃଦୟରେ ବି ଯଦି ଆମର ସର୍ବଦା ଗୋଟେ ସ୍ମିତ ହାସ୍ୟଟିଏ ଥିବ, ତାହା ଆମ ବ୍ୟବହାର, ଆମ ଆଚରଣ ଏସବୁ ଦ୍ୱାରା ବାହାରେ ସେଟା ପ୍ରତିଫଳିତ ହେବ, ଯାହାକୁ ଆମେ କହିଥାଉ ତାର କେତେ ସୁନ୍ଦର ହୃଦୟଟିଏ ଅଛି। ଆମେ ମାଙ୍କର ଗୋଟେ କାହାଣୀଟା ଉଦାହରଣ ଭାବେ ନେଇପାରିବା। ପର୍ସିଆ ଦେଶରେ ଜଣେ ମହିଳା ମହୁ ବିକାଳି ଥିଲେ, ମହୁ ବିକୁଥିଲେ। ଯେତେବେଳେ ତାଙ୍କ ପାଖକୁ ଗରାଖ ମାନେ ଆସନ୍ତି, ସେ ବହୁତ ହସ ହସ ମୁହଁରେ ତାଙ୍କୁ ସ୍ୱାଗତ ଜଣାଉଥିଲେ ଏବଂ ଗରାଖ ମାନଙ୍କ ସାଙ୍ଗେ ବହୁତ ସୁନ୍ଦର ମଧୁର ବ୍ୟବହାର ତାଙ୍କର ଥିଲା। ଏଥିରୁ ବି ଜଣା ପଡୁଛି ତାଙ୍କର ସୁନ୍ଦର ହୃଦୟଟିଏ ମଧ୍ୟ ଥିଲା। ତେଣୁ ତାଙ୍କ ଦୋକାନରେ ଦିନ ସାରା ତାଙ୍କ ଦୋକାନରେ ପ୍ରାୟ ଭିଡ ଜମିଥାଏ। ଥରେ କଣ ହେଇଛି, ଜଣେ ଲୋକ ସେଠି ଠିଆ ହେଇକି ଦେଖୁଛନ୍ତି, ଲକ୍ଷ୍ୟ କରୁଛନ୍ତି ଯେ କେତେ ଭିଡ ହଉଛି ତାଙ୍କ ଦୋକାନରେ। ତେଣୁ ସେ ଚିନ୍ତା କଲେ ଯେ ଏବେ ବୋଧେ ମହୁର ଡିମାଣ୍ଡ ବହୁତ ବଢିଛି, ବହୁତ ରହିଛି, ତେଣୁ ଏଇ ଯୋଉ ମହୁ ବ୍ୟବସାୟ କଲେ ହୁଏତ ବହୁତ ଲାଭ ହବ। ଯାହା ଭାବି ସେ କଣ କଲେ, ସେ ବି ଭାବିଲେ ଗୋଟେ ଦୋକାନ, ମହୁ ଦୋକାନଟେ ଖୋଲିବେ। ଠିକ ମହିଳାଙ୍କ ଦୋକାନକୁ ଟିକେ ଛାଡିକିରି ତାଙ୍କର ଦୋକାନ ଗୋଟେ ଖୋଲିଲେ। କିନ୍ତୁ ତାଙ୍କ ମୁହଁ ଏବଂ ବ୍ୟବହାର ଉଭୟରେ ବହୁତ ରୁକ୍ଷତା ଯେମିତି ଫୁଟି ଉଠୁଥାଏ। ପ୍ରଥମ ଦିନ ଲୋକମାନେ ଯୋଉମାନେ ଟିକେ ତରତରେ ଥିଲେ, ଟିକେ ଭିଡକୁ ଆଭଏଡ କରିବାକୁ ହୁଏତ ସେ ନୂଆ ଦୋକାନକୁ ଚାଲିଗଲେ। କିନ୍ତୁ ସେ ଏମିତି ମୁହଁ କରି ରହିଥାନ୍ତି ଏବଂ ଏମିତି ସେ ବ୍ୟବହାର କରୁଥାନ୍ତି ଯେ କେହି ଆଉ ତାପରେ ତା ନେକ୍ସଟ ଡେଟରୁ, ତା ପରଦିନଠୁ କେହି ତାଙ୍କ ଦୋକାନର ମୁହଁ ବି ମାରିଲେନି। ଆମେ ବି ଦେଖିଥିବା ପ୍ରକୃତରେ ଯୋଉଠି ଗୋଟେ ଦୋକାନୀ ହୁଅନ୍ତୁ, ଦୋକାନରେ ହଉ କି ଗୋଟେ ଡକ୍ଟରଙ୍କ ପାଖକୁ କି ଯାହା ସାଙ୍ଗେ ଆମର ଡାଇରେକ୍ଟ ରିଲେସନ, ମାନେ ଆମର କିଛି କର୍ମ ସମ୍ବନ୍ଧୀୟ ଆମର କିଛି ରିଲେସନ ଥାଏ, ସମ୍ପର୍କ ଥାଏ, ଯୋଉଠି ସେ ହସି ହସି ଆମକୁ ଗ୍ରେଟ୍ କରୁଥିବେ ବା ହସି ହସି ଭଲରେ ସୁନ୍ଦର ଭାବେ ବ୍ୟବହାରଟି କରୁଥିବେ, ସେଇଠୁ ଯିବାକୁ ଭଲ ଲାଗେ। ଆଉ ଯୋଉଠି ବୃକ୍ଷ ବ୍ୟବହାର ଥିବ, ମୁହଁଟା ଲଟକେଇକିରି ରଖିଥିବେ, ରୁଡ୍ ଥିବେ, ତାଙ୍କ ପାଖକୁ ଯିବାକୁ ଆମକୁ ଭଲ ଲାଗିବ କି? ତେଣୁ ଠିକ ସେମିତି ଆମକୁ ଗୋଟେ ଆମ ହସ ହସ ମୁହଁ, ଏବଂ ସେଇଟା ହିଁ ଆମ ଭିତରେ ଆମର ସୌନ୍ଦର୍ଯ୍ୟଟିକୁ ବଢେଇଥାଏ ବୋଲି କୁହାଯାଉଛି। ତେଣୁ ଜଣେ ଜଣେ ଆମେ ଦେଖିବା ମୁହଁରେ କଟିଂଟା ସୁନ୍ଦର ହେଇଥିବ, କିନ୍ତୁ ମୁହଁରେ ଗୋଟେ ହୃଦୟ ଖୋଲା ସ୍ମାଇଲଟା ନଥିବ ନା, ଏବଂ ତାଙ୍କଠୁ ଅଧିକ ସୁନ୍ଦର ଲାଗନ୍ତି। ଏବଂ ଫେସ୍ କଟିଂ ଯାହା ହେଇଥାଉ ପଛେ, ଯଦି ହସ ହସ ମୁହଁଟି ଥିବ, ତାଙ୍କର ଜେଣ୍ଟିଲ ବ୍ୟବହାର ଥିବ, ଅର୍ଥାତ୍ ସୁନ୍ଦର ହୃଦୟଟି ତାଙ୍କର ଥିବ, ତାହା ହିଁ ତାଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ତେବେ ଏତ ହେଲା ସ୍ମିତ ହାସ୍ୟ, ଯେମିତି ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି କରେ। ଦ୍ୱିତୀୟରେ ଦେଖିବା, ସବୁବେଳେ ଯଦି ଚେହେରାରେ ଗୋଟେ ସ୍ମିତ ହାସ୍ୟଟି ଆମେ ଅଭ୍ୟାସ କରିପାରିବା, ତେବେ ଦେଖିବା ଯେକୌଣସି ପରିସ୍ଥିତିରେ ବି ଆମେ ବିଚଳିତ ନ ହୋଇ ପରିସ୍ଥିତିକୁ ସମ୍ମୁଖୀନ ହୋଇପାରିବା ପରିସ୍ଥିତିର। ତେଣୁ ସେଥିପାଇଁ କୁହାଯାଏ, ଏକ୍ସରସାଇଜ କଲା ବେଳକୁ ବି ଯେତେ କଠିନ ଏକ୍ସରସାଇଜ ହଉଥିବ, ସେତେବେଳେ ଯଦି ଆମେ ଅଧିକ ସ୍ମାଇଲ କରିପାରିବା, ସ୍ମାଇଲ କରିକିରି ସେ ଏକ୍ସରସାଇଜ କରୁଥିବା, ତେଣୁ ସେଇଟା ବି ଗୋଟେ ଅଭ୍ୟାସ। ସେ କଷ୍ଟକର ପରିସ୍ଥିତିରେ ବି ଆମେ ସ୍ଥିର ହୋଇ କେମିତି ସ୍ମାଇଲ ସହ ତାକୁ ଫେସ୍ କରିପାରିବା, ତାର ସମ୍ମୁଖୀନ ହୋଇପାରିବା ସେ ପରିସ୍ଥିତିର।
ଅବଶ୍ୟ ଜୋରରେ ତ ହସି ପାରିବାନି, କାରଣ ଜୋରରେ ହସିଦେଲେ ବି ଲୋକ ପାଗଳ କହିବେ। କାରଣ ମା କହିଲେ ସେଇଟା ବି ଏତେ ଆମକୁ ଇଏ କରାଯିବନି, ଏନକରେଜ କରାଯାଉନି ଜୋର ହସିବାଟା, କିନ୍ତୁ ଭିତରେ ଗୋଟେ ସ୍ମାଇଲ ଟା ରହିଥିବ। ମା କହିଲେ ସ୍ମାଇଲ acts upon difficulties as the sun upon clouds, it disperses them। ତ ସୂର୍ଯ୍ୟ କିରଣ ଯେପରି ମେଘକୁ ବିତାଡ଼ିତ କରିଥାଏ, ମେଘ ଉପରେ ଯେପରି ତାର କାର୍ଯ୍ୟଟି ହେଇଥାଏ, ଠିକ ସେହିପରି ସ୍ମିତହାସ୍ୟ ସବୁ ବାଧାବିଘ୍ନ ବା ସମସ୍ୟା ଉପରେ ଠିକ ସେ ସୂର୍ଯ୍ୟ କିରଣ ପରି କାର୍ଯ୍ୟ କରେ। ଆମେ ଏଇ ଘଟଣାଟି ଶୁଣିଥିବା, ଯେମିତି ଜଣେ ତନ୍ତ୍ରଗୁରୁ ଯେ ଆଶ୍ରମରେ ଥାଆନ୍ତି, ସେ ତାଙ୍କ ଶିଷ୍ୟଙ୍କୁ ମାଙ୍କ ନିକଟକୁ ପଠେଇଲେ ସେ ଗୋଟେ ଖବର ଦେବା ପାଇଁ ଯେ ଆଶ୍ରମ ଉପରେ ଗୋଟେ କଳା ମେଘ ଛାଇ ହୋଇ ରହିଛି। ଏଟା ପ୍ରାୟ ଆମେ ସମସ୍ତେ ଜାଣିଛେ, ତଥାପି ମୁଁ କହିଦଉଛି। ସେ କଳା ମେଘ ମାନେ ସୂକ୍ଷ୍ମରେ ସେଟା ଦେଖୁଛନ୍ତି, ତ ତାର ଅର୍ଥ ହେଉଛି ଆଶ୍ରମ ଉପରକୁ ଗୋଟେ ବଡ ବିପଦ ଆସୁଛି। ମାଙ୍କୁ ଯେତେବେଳେ ସେଟା ଜଣାଗଲା, ତାଙ୍କୁ ଜଣେଇ ଦିଆଗଲା, ମା ଖାଲି ଟିକେ କନସେନଟ୍ରେଟ କରି ସେ ହସିଦେଲେ। ସେ ତନ୍ତ୍ର ଶାସ୍ତ୍ରକୁ ଯେତେବେଳେ ଏ କଥା ଜାଣିଲେ ତାଙ୍କୁ ବହୁତ ଖରାପ ଲାଗିଲା ଯେ ମା କେମିତି ଏତେ ବଡ କଥାଟେ ମୁଁ କହିଲି, ଏତେ ସିରିୟସ କଥାଟା ମା ତାକୁ ହସିକି ଉଡେଇ ଦେଲେ। ଏଟା ଯେତେବେଳେ ମା ଜାଣିଲେ, ମା ପୁଣି ତାଙ୍କୁ ଖବର ପଠେଇଲେ, ଆଉ ସେ ତାଙ୍କୁ ପଚାର ତ ସେ ବାଦଲଟି ଏବେ ବି ଅଛି କି ସେ ମେଘଟି? କହିବା ଭାବିଲେ ଯେ ସେ ବାଦଲଟି ଅପସରି ଯାଇଥିଲା। ଅର୍ଥାତ୍ ମାଙ୍କର ସେ ଯୋଉ ସ୍ମିତ ହାସ୍ୟ ଦ୍ୱାରା ଆଶ୍ରମ ଉପରେ ପଡିବାକୁ ଯାଉଥିବା ବିପଦଟି ଟଳି ଯାଇଥିଲା। ମା କହୁଛନ୍ତି ଟୁ କଙ୍କର୍ ଦ ଡିଫିକଲ୍ଟିଜ୍ ଦେयर ଇଜ ମୋର ପାୱାର ଇନ୍ ଏ ସ୍ମାଇଲ୍ ଦ୍ୟାନ୍ ଇନ୍ ଏ ସାଇ। ସାଇ ଅର୍ଥାତ୍ ଦୀର୍ଘ ନିଶ୍ୱାସ ଯୋଉ ଆମେ ଛାଡୁ ତାକୁ କୁହାଯାଏ। ଯେତେବେଳେ ଆମର କିଛି ବି ଅସୁବିଧା ହୁଏ, ଗୋଟେ ଦୀର୍ଘ ନିଶ୍ୱାସ ଛାଡିକୁ କଣ କରିବି ଯୋଉ ପ୍ରକାର ଅବସ୍ଥା, ସେଟାକୁ ମା କହୁଛନ୍ତି ଯୋଉ ଦୀର୍ଘ ନିଶ୍ୱାସ ଛାଡିବା ଅପେକ୍ଷା ସ୍ମିତ ହାସ୍ୟରେ ଅଧିକ ଶକ୍ତି ଥାଏ ବାଧାବିଘ୍ନକୁ ଅତିକ୍ରମ କରିବା ପାଇଁ। ଏଟା ଦ୍ୱିତୀୟ ଗଲା। ଆଉ ଗୋଟେ ହେଲା ତୃତୀୟ ପଏଣ୍ଟରେ, ଦୁଃଖ ଯେପରି ସଂକ୍ରାମିତ ହୋଇଥାଏ ଆନନ୍ଦ ବି ସେପରି ସଂକ୍ରାମିତ ହୋଇଥାଏ। ଖାଲି କଥା ହେଲା ଗୋଟେ ସେ ଆନନ୍ଦଟି, ସେ ଯୋଉ ସ୍ମାଇଲଟି ବହୁତ ପାୱାରଫୁଲ ହବା ଦରକାର। ଗୋଟେ ପାୱାରଫୁଲ ସେଇ ଯୋଉ ଦୁଃଖ ପରିବେଶକୁ ଅଧିକ ଶକ୍ତିଶାଳୀ ସ୍ମିତ ହାସ୍ୟଟିଏ ଦେଇପାରିବ, ମାନେ ସେଇଟା ହିଁ ଦେଇପାରିବ ସେଇ ଦୁଃଖର ଯୋଉ ପରିବେଶଟିକୁ କାଟିକି ଆନନ୍ଦକୁ ପ୍ରବାହିତ ସେ କରିପାରିବ, ଆନନ୍ଦ ପ୍ରବାହିତ ହେଇପାରିବ ସେଥିରେ। ତେଣୁ ରିସେଣ୍ଟଲି ଆମେ ଜଣେ ଭାଇଙ୍କ ମୁହଁରୁ ଶୁଣିଥିଲି, ତାଙ୍କର ଜଣେ ରିଲେଟିଭଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ ସେ ତାଙ୍କ ଘରକୁ ଗଲା ବେଳକୁ, ଏଟା ଜଣାଶୁଣା କଥା ଯେ ସେତେବେଳେ ଶୋକର ଛାୟା ଖେଳି ଯାଇଥାଏ, ସେ ଭାଇ କିନ୍ତୁ ଖୁବ ନର୍ମାଲ ଭାବେ, ପୁରା ନର୍ମାଲ ସ୍ପଣ୍ଟେନିୟସଲି ସେ ଗୋଟେ ସ୍ୱତଃସ୍ଫୂର୍ତ୍ତ ଭାବେ ସ୍ମାଇଲ କରିଦେଇକି ସେମିତି କଥାବାର୍ତ୍ତା ହବା, ନର୍ମାଲ ୱେରେ କଥାବାର୍ତ୍ତା ଆରମ୍ଭ କରିଦେଲେ। ସେ ଗୋଟେ ମିନିଟ ଭିତରେ ସେ ଯୋଉ ଦୁଃଖର ଭାଇବ୍ରେସନଟା ଥିଲା ସେ କୁଆଡେ ଚାଲିଗଲା, ସମସ୍ତେ ଯେମିତି ଗୋଟେ ନର୍ମାଲ ଅବସ୍ଥାକୁ ଚାଲି ଆସିଲେ। ତମେ ଏଥିରୁ ଜଣା ପଡୁଛି ଦୁଃଖ ପରି ଯେମିତି ଆନନ୍ଦ ବି, କିନ୍ତୁ ଆନନ୍ଦ ମାନେ ଗୋଟେ ସ୍ମିତ ହାସ୍ୟ, ସେଇଟା ବି କେମିତି ପ୍ରଭାବ କରି ପକେଇଥାଏ, କେମିତି ଗୋଟେ କଣ୍ଟାଜିୟସ୍ ସଂକ୍ରାମକ, ସେଟା ବି ସଂକ୍ରାମିତ କେମିତି ହେଇପାରେ। କିନ୍ତୁ ଆମେ ପ୍ରାୟ କଣ କରିଥାଉ, ସେ ଦୁଃଖର ଭାଇବ୍ରେସନ ଦ୍ଵାରା ନିଜେ ଆମେ ପ୍ରଭାବିତ ହେଇଯାଇଥାଉ। ଆମେ କଣ କରୁ, ତାଙ୍କ ଲୁହ ପୋଛି ପୋଛି ନିଜେ କାନ୍ଦିବା ଷ୍ଟାର୍ଟ କରୁ। ତେଣୁ ସ୍ମିତ ହାସ୍ୟରେ ବି ସେ କଣ୍ଟାଜିୟସ୍ ପାୱାର ରହିଛି, ଯେ ସଂକ୍ରାମକକାରୀ ଶକ୍ତି ବି ରହିଛି, ଖାଲି ତାକୁ ଆମେ ବ୍ୟବହାର କରିପାରୁନୁ। ଗୋଟେ ଛୋଟ ଇନସିଡେଣ୍ଟ, ଗୋଟେ ଛୋଟ ପିଲାଟେ ଏମିତି ସ୍କୁଲ ଯାଉଛି, ସାଇକେଲରେ ତାର ଯାଉଛି, ଦେଖିଲା ବାଟରେ ବହୁତ ଲୋକ ଦେଖା ହେଲେ। ସେଦିନ ଯେମିତି ସବୁଦିନ ପ୍ରାୟ ଦେଖା ହୁଅନ୍ତି, ଖବର କାଗଜ ବାଲା ତାଙ୍କ ଘରେ ଯିଏ ଖବର କାଗଜ ଦିଏ, କ୍ଷୀର ଦିଏ, ସେ କ୍ଷୀର ବାଲା ଦେଖା ହେଲା। ବାଟରେ ଥିବା ଦୋକାନ ଗୁଡାକର ଦୋକାନୀ ମାନେ ଦେଖା ହେଲେ। ତାପରେ ସ୍କୁଲରେ ପହଞ୍ଚିଲା ପରେ ସ୍କୁଲର ଦରବାନ ଠୁ ଆରମ୍ଭ କରି ଅନ୍ୟ ଶିକ୍ଷକ ମାନେ ସମସ୍ତେ କିନ୍ତୁ ସେଇଦିନ ପର୍ଟିକୁଲାରଲି କଣ କରୁଛନ୍ତି, ତାକୁ ଦେଖିକି ହସୁଛନ୍ତି, ସ୍ମାଇଲ କରୁଛନ୍ତି, କିଏ ଟିକେ ହସି ଦଉଛି ସବୁ। ତାକୁ ଟିକେ ଧୀରେ ଧୀରେ ଜଣେ ପରେ ଜଣେ ଯେତେବେଳେ ହସୁଛନ୍ତି ତାକୁ ବି ଆଶ୍ଚର୍ଯ୍ୟ ଲାଗୁଛି। ସେ ବି ଧୀରେ ଧୀରେ ଟିକେ ତାକୁ ସନ୍ଦେହ ହବାକୁ ଲାଗିଲା, କଣ କିଛି ମୋର ଅସୁବିଧା ହେଇଛି କି, ମୋ ମୁହଁରେ କିଛି ଲାଗି ଯାଇଛି କି, ମୋ ଡ୍ରେସ ପତ୍ର ଠିକ ଅଛି ତ, ଟିକେ ସେ ଦେଖି ଦଉଥାଏ। ମୁଁ କହିଲା ନାଇଁ ସବୁ ତ ଠିକ ଅଛି, କିଛି ବୁଝି ପାରୁନଥାଏ। ତାପରେ ଯାଇକି ସ୍କୁଲରେ ପହଞ୍ଚିକି ଟିକେ ୱାସରୁମ କୁ ଯାଇକି ଦର୍ପଣରେ ବି ଟିକେ ଦେଖିଦେଲା, ନା ସବୁ ଠିକ ଠାକ ଅଛି, ସେ କାହିଁକି ସମସ୍ତେ ମତେ ଦେଖି ହସୁଛନ୍ତି। ତ କିଛି ନାହିଁ, ତା ଭିତରେ କିଛି ନାହିଁ, କିନ୍ତୁ ଗୋଟେ ତାକୁ କ୍ୟୁରିୟସ ଲାଗିଲା। ଶେଷରେ ସେ ଜଣେ ଶିକ୍ଷକ ଯାହା ସାଙ୍ଗେ ସେ ଟିକେ ବେଶୀ ଇଣ୍ଟିମେଟ, ତାଙ୍କୁ ପଚାରିଲେ, ସାର୍ ଆଜି ମତେ ଯିଏ ଦେଖିଲେ କାହିଁକି ହସୁଛନ୍ତି?
मो मुहरे किसी असुविधा है कि सार भी तक हसी हसी कहले नाई रे तू हूँ तो जापारुनु तो मुहरे जो गोटे आनंदर झलक आज गोटे फुटी उठुची स्वतस्फूर्त भाव तू हूँ तो जापारुनु ताहा ही अन्य मानक संक्रामित करुची। तो मोर मन पड़े मोर मन अच्छी पिलादिन आम जब पढ़ुलु स्माइल इज लाइक ए बाउंसिंग बॉल इट बाउंसेस बैक टू यू। स्माइल टा गोटे बाउंसिंग बॉल बा बुमरंग परी ताकू पकेला माने से ठीक फेरी आसीबो तुम पाखु। तो आम जदि जन को अंतर स्माइल गोटे रश्मित हास्यटे देथिबा से निश्चित भाव हमको स्माइल बैक करबो हमको आउथरे रेस्पोंड करबो स्पॉन्टेनियसली से रेस्पोंड करबो गोटे स्माइल द्वारा। सेथिपई कहा जायछि स्माइल टा गोटे एपरी अस्त्र जहा तुम शत्रु को निरस्त्र करदेव। मां को शब्द रे टू स्माइल एट एन एनिमी इज टू डिजार्म हिम माने ताको निरस्त्र करदेव गोटे शत्रु को। एटा गला तृतीय रे जेंति स्माइल टा होछि गोटे कंटाजियस तेणु आम जदि सेही परि भाबे स्माइल करि परिबा निश्चय से आम समस्त ऊपर से प्रभाव टी को मध्य पकई परिबा। चतुर्थ रहा तार कौन बेनिफिट ए गुड़ा सब बेनिफिट आम डिस्कस करछे आम स्वास्थ्य उपर प्रभाव पकई थाए। से कौन करे आम मूड को से चेंज करदेव अर्थात आम भितर गोटे जदि खुशी प्रवाह से सृष्टि करिवो स्माइल स्ट्रेस को कमेइबो इम्यूनिटी पावर बा रोग प्रतिरोधक शक्ति को बढ़ेइबो। विज्ञान भी कहूची माने बर्तमान विज्ञान भी कहूची जे केवल स्माइल द्वारा ही सब संभव हो पारिबो। ताको परीक्षा करी भी देखा जायछि केमते से मूड को से इंप्रूव करेबारे सहायता करे स्ट्रेस रिलीज करे। तन टिके स्माइल द्वारा कौन हुए जो गोटे हार्मोन गुड़िक सहायता करथांती हमको स्ट्रेस रिलीज करिबारे से गुड़िक आहुरी से माने क्रिएट होंती तो से गुड़िकर मात्रा वृद्धि पाई थाए एवं जो हार्मोन गुड़िक स्ट्रेस को बढ़ाई थांती सेमान को मात्रा ह्रास पाई थाए। तापर आउ कौन करे स्माइल ब्लड प्रेशर को कंट्रोल करि थाए से क्षेत्र रे आउ किछि क्षेत्र रे ता परमाणु को मध्य वृद्धि हबार संभावना बढ़ाई थाए। आमे किंतु प्ले कौन भाबू दुख हेउ बा शारीरिक जंत्रणा हेउ से समय जन को आमे कहबो हसे बोली सेतेबेले से हसिया पे कहबाटा गोटे जेमती पानी जिंस लागे बा असाधारण लागे किंतु एबे न्यूरोलॉजिस्ट माने कहउछंती स्माइल कौन करे आम ब्रेन रे से जो गोटे केमिकल रिएक्शन सृष्टि करे जो थिरे कि से किछि हार्मोन रिलीज होंती विभिन्न हार्मोन रिलीज होंती ता भीतर गोटे हैला जेमती डोपामिन हार्मोन को जाउची सेरे कौन करे से खुशी रो अनुभव को वृद्धि कराए आ गोटे सेरोटोनिन जो हार्मोन सेटा स्ट्रेस को ह्रास कराए। तेना ए सब हार्मोन गुड़िकर लेवल जदि कमी जाए कौन हुए डिप्रेशन आसे। तेना स्ट्रेस स्माइल द्वारा कौन हुए स्ट्रेस रिलीज हुए आनंदर अनुभव भी वृद्धि पाई थाए बॉडी रो रेजिस्टेंस भी ता बढ़े थाए। तेणु ये सब जो हार्मोन गुड़ाक क्रिएट हुए गोटे स्माइल द्वारा ही सब हार्मोन गुड़ाक क्रिएट हो पारे। तेणु टिके हसीदेले आम भीतर स्वतः गोटे विश्वास होगा भी लगे साइकोलॉजिकल प्रभाव भी गोटे रही जे हमको लगे जे मु खुशी आई एम हैप्पी जहाँ कि हमको से जो फीलिंगटा जो साइकोलॉजिकल इम्पैक्टटा रहा जे मु खुशी जो हसी दबा द्वारा गोटे भितर फीलिंग आसला जे मु खुशी अच्छी सेटा प्रकृत हमको खुशी हवा दिगरे साहाय्य करिथाए। किंतु आउ गोटे इम्पोर्टेंट पॉइंट है जो हस पछे गोटे साइकोलॉजिकल एटीट्यूड जदि ठीक नथिबो केमती माने जने जन को डोमिनेट करिकरी हसुथिबो एन खते होला परी कि डोमिनेट करी ताको विरक्तिर हस गोटे हसुथिबो तद्वारा कौन हुए से हसरे गोटे आउ जोटे हार्मोन क्रिएट हुए सेटा होची कोर्टिसोल हार्मोन जोटा कि स्ट्रेस हार्मोन सेटा रिलीज हुए कहा द्वारा कहा पाके जो जहा को से विद्रूप करी थाए ता भीतर देके सेटा क्रिएट हुए कहीं कारण आम जानी देखी जिते आमर किए मजाक उड़ाए कि आमको किए विद्रूप करे से आम भीतर हमको कष्ट लगे आमको से कष्ट हवा द्वारा कौन हुए से हार्मोनटा क्रिएट हुए आम भितर। तेणु से आम केबे भी कहार मजाक उड़ेबा कथा नुहे आम भीतर गोटे डिप्रेशन जो आसो तेणु केबे से जिनटा को आम केबे भी डिप्रेशन को जेहेतु सुजोग दबा कथा नुहे से आम कहार भी मजाक उड़ा कथा नुहे कारण ता भीतर क्रिएट करुचे ता भीतर गोटे डिप्रेशन क्रिएट करुचे जहाँफल
से डिप्रेस हब जोटा कि डिप्रेशन माँ पूरा पूरी मना कर डिप्रेशन को केबे भी आमे सुजोग देवा कथा नुहे आम भीतर प्रवेश करने को सुजोग देवा कथा नुहे किंतु आम पक्षरे कौन हुए किंतु जदि आम प्रकृत भी कहीं आमको किसी कहला आम कौन करवा उचित से परिस्थिति रे से सब को भ्रुक्षेप न करी जदि आम टिके हसी दे पारलु संगे संगे कौन हुए आम ब्रेन को से मेसेज चली जीव जे आम खुशी अच्छु से स्ट्रेस रिलीजिंग हार्मोन गुड़िक छाड़ा आरंभ कर तेणु देखा केमती शारीरिक पीड़ा सत्वे भी आम जब हसी पार से पीड़ार केमती उपशम हुए माँ सेमती थे माँ को बहुत ज्वर होता है माँ बाहर को जाते बहुत जोर वर्षा है तेणु आम साधारणतः कौन भावु जो वर्षा होती वर्षा जब भिजिजी आहरी मोर ज्वरटा काले बढ़ी कि माँ कौन कले पूरा पूरी भाव निज को छाड़देले गोटे आनंद से वर्षा भिजिबा आरंभ कले सबकि जमी सब लगिला सबकि पीड़ा जहाँ कष्ट होची सबकि जमी धीरे धीरे पूरा धोई हो गला से वर्षा पानी रे तेणु एपरी जब आम भीतर जब गोटे आनंदटा रही कौन पीड़ा से पीड़ा भी निश्चय से पीड़ार उपशम घटो तेणु स्माइल केते पावर रही तार बेनिफिट रही अनेक बेनिफिट सब रही कि एगुड़ा सब आम जाना सत्वे भी आम तार एडवांटेज सुजोग नहीं पारुनु किसी एक्चुअली कष्ट नुहे गोटे स्माइल कर जब भीतर न आसे गोटे आर्टिफिशियल स्माइल भी बेनिफिट रही कारण से मसल्स गुड़िक भी प्रभाव पकई थाए तथापि आम से भी करने कुंठाबोध हुए तो कहीं स्माइल करने आम बाधाटा आसूची कौटू बर्तमान से देखा तो देखिए कौन सब रही जहाँ आमको बाधा दूसरी एवं किपरि से बाधा गुड़िक आम दूर कर प्रथम तो है आमर इगो ना मु कहीं हसबी से मत देखी हसला कि भावुथ जड़े तो हसला मु कहीं आग हसबी तेना आम भूली जाऊे से प्रथम न हसू आम जदि टिके हसीदबा से बाध्य हम हसवा को कारण मुझे कहली सेटा होची हसटा होची को स्माइलटा होची गोटे बुमरांग फेर आम पाक से पुणी आम भीतर आसे कौन बिना कारण केमती हसबी किए देखिले कौन कह तेना यही घटना ये आ गए मोर घटना मन पड़ा मो क्लास रे गोटे झीटे सेमती बहुत थे गोटे क्लास इंग्लिश क्लास चलती हसी चलती पचर अवश्य गोटे कारण थिला हसबार कारण भी थिला से कारण से तार दुई जन सहपाठी को किसी गोटे आचरण माने गोटे फनी आचरण कर से देखी जहाँ फल तो केते फनी लगी सेटा हसटे को अटकई पारुनी जमी शिक्षयित्री नजर या हसटा पड़ला से ठिया कर पचारे तू कहीं हसुचु कि सांग मान ना भी से कही पारुनी खराब हम सेटा कि भी हसटा को भी कंट्रोल कर पारुनी शिक्षयित्री जिते पचारे भी तार से गोटे उत्तर ना कि ना शेष शिक्षयित्री विरक्त ही कहले तू जाचु जो मैंने बिना कारण हसती कौन कहुए पागल कहुए तू कौन पागल तो यही जो घटनाटी मोर जिते भी मन पड़े मु भावे जदियो हसटी आम निजर आम जिते चाहिए भी आम खुशी रे हसी पारिबा किंतु आमको समाज केमती प्रतिबंधक आम समाज प्रतिबंधक आम सृष्टि करुच्ची जदि किसी भी मन पके आम निजे माने हसी दौछु हसीदेबू लोके कहे एटा पागल तेणु ग्राजुअली कौन है आम मुहर भी एमती धीरे धीरे हस भी लिभि गलानी तेणु जो वर्तमान डॉक्टर मैंने कहते हस वर्तमान इवन लाफिंग क्लब सब तैयारी है हसवा अभ्यास करने अवश्य एटा सत्य जे आम जो सेमती कि भिड़ भितर हा हा तो हसी पारानी कारण माँ कहते इट्स नॉट ए गुड टेस्ट बोली कहते आखि को भी भल दिशबनी किंतु गोटे स्माइलिंग फेस तो आम रखिपर जहाँ आम भीतर आनंद को प्रतिफलित करुथिबो तो आम अंतर भीतर गोटे स्माइल करुथिबा जहाँ को आम इनर स्माइल बोली कहूचे ता ऊपर तो कई प्रतिबंधक लगे पारिबेनी तेणु से इनर स्माइलटा कर असुविधा कौन आम भीतर खुशी रहीबाटा सेटा कहीं आम न करि परिबा किंतु सेटा भी आम पई कष्टकर हो जाउची तापर आउ सब कौन सब प्रतिबंधक रोचे आम स्वार्थपरता क्रोध ईर्षा ये सब मध्य हमको हसवा को वंचित करे आम खुशी और आनंदर विरुद्ध रे भी से माने ठिया होई थांती
ମାନେ ଆମେ କହୁନା ରାଗରେ ସେ ଜଳୁଛି, ଈର୍ଷାରେ ଜର୍ଜରିତ, ଏଇ ସବୁ ଯୋଉ ଶବ୍ଦ ବ୍ୟବହାର କରୁ, ତାମାନେ କେତେ ଜୋରରେ ଆମର ରାଗଟା ଆସୁଛି, କେତେ ଆମର ଈର୍ଷାରେ ଆମେ କେମିତି ପୁରା ଜଳି ପୋଡି ଯାଉଛେ। ତେଣୁ ଏଇ ଅବସ୍ଥାରେ ଆନନ୍ଦ ଆସିବ କି କେଉଁଠୁ? କାରଣ ଯେଉଁଠି ଶାନ୍ତି ଓ ସ୍ଥିରତା ଅଛି ସେଇଠି ହିଁ ଆନନ୍ଦ ଆସିବ। ତେଣୁ ଆମକୁ କଣ କରିବାକୁ ହେବ? ମା କହୁଛନ୍ତି ନେଭର ଗ୍ରମ୍ବଲ ଅର କମ୍ପ୍ଲେନ୍, ମାନେ କୌଣସି ଅଭିଯୋଗ କେବେ କରନି। ଅର୍ଥାତ୍ ମୁଁ ଯେଉଁ ଅବସ୍ଥାରେ ଅଛି ତାକୁ ନେଇ ଯୋଉ ଅସନ୍ତୋଷ ପ୍ରକାଶ କରିବାଟା ହଉଛି ଗ୍ରମ୍ବଲ। ତାକୁ ସବୁବେଳେ କହୁଥିବି ମୋର କାହିଁକି ଏମିତି ହେଲା, କାହିଁକି ସେମିତି ହେଲା, ଆଜି ଖାଦ୍ୟ ଖାଇବାଟା ଭଲ ହେଇନି, ଆଜି ଏତେ ଲୁଣିଆ ହେଇଯାଇଛି, ମାନେ ସବୁବେଳେ କିଛି ନା କିଛି ଗୋଟେ ଆରୋପ କରୁଥିବାଟା ସେଗୁଡା ହଉଛି ଗ୍ରମ୍ବଲ ନା। ଏବଂ ସବୁ ବିଷୟରେ ଗୋଟେ କିଛି ଅଭିଯୋଗ କରିବା ଗୋଟେ କମ୍ପ୍ଲେନ୍। ତେଣୁ ଏଇ ଯୋଉ ସବୁ କଲା ବେଳକୁ ବି ଆମ ଭିତରେ ଖୁସିଟା ରହିପାରିବ କେମିତି? ସବୁବେଳେ ଯଦି ଆମେ ଅସନ୍ତୋଷ ପ୍ରକାଶ କରୁଥିବା, ଯଦି ଯେତେବେଳେ ଶ୍ରୀ ଅରବିନ୍ଦ ଯେତେବେଳେ ଲଣ୍ଡନରେ ଥିଲେ, ତାଙ୍କ ବାପା ଯେତେବେଳେ ପଇସା ପଠେଇ ପାରିଲେନି ପରେ ବିଭିନ୍ନ କୌଣସି କାରଣରୁ, ସେତେବେଳେ ଦେଖିବାକୁ ଗଲେ ଶ୍ରୀ ଅରବିନ୍ଦଙ୍କ ପାଖରେ ଅନେକ କାରଣ ଥିଲା ଗ୍ରମ୍ବଲ କରିବାକୁ, ତାଙ୍କ ବାପାଙ୍କ ନାଁରେ କମ୍ପ୍ଲେନ କରିବାକୁ, କିନ୍ତୁ ଥରେ ବି ଏ ବିଷୟରେ ନେଇ ପାଟି ଫିଟାଇ ନାହାନ୍ତି। ବରଂ ଧୀର ସ୍ଥିର ଭାବେ ସେ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ବହୁତ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା, କିନ୍ତୁ କେବେ ବି ସେ ତା ଗ୍ରମ୍ବଲ କରିନାହାନ୍ତି କି କମ୍ପ୍ଲେନ କରିନାହାନ୍ତି, ତାକୁ କାମଲି ସେ ତାକୁ ଫେସ୍ କରିଛନ୍ତି। ମା କହିଲେ ଯେତେବେଳେ ତୁମେ ଗ୍ରମ୍ବଲ କରୁଛ, ବିଭିନ୍ନ ପ୍ରକାର ଶକ୍ତି ତୁମ ମଧ୍ୟରେ ପ୍ରବେଶ କରି ତୁମକୁ ନିମ୍ନଗାମୀ କରେଇ ଦିଅନ୍ତି। ତେଣୁ କିପ୍ ସ୍ମାଇଲିଂ। ତାପରେ ଆଉ ଗୋଟେ ହେଲା ନେଭର କମ୍ପେୟାର। କାହା ସାଙ୍ଗେ ନିଜକୁ ତୁଳନା କରନି। ଯେତେବେଳେ ଆମେ ତୁଳନା କରୁ କଣ ହୁଏ? ଭାବେ ସିଏ ଏତେ ଭଲ ପଡୁଛି, ମୁଁ କରିପାରୁନି, ସିଏ ଯାହାବି ମାନେ ସେ ଏତେ ସୁନ୍ଦର ଭଲ ଭାବେ ରହିଛି, ଭଲ ଅବସ୍ଥାରେ ଅଛି, ମାନେ ସବୁ କିଛି ତ ଏମିତି ତୁଳନା କରିବା ଆରମ୍ଭ କରୁ, ଆମ ଭିତରେ ଗୋଟେ ଇନଫେରିୟର କମ୍ପ୍ଲେକ୍ସ ଗୋଟେ ଆସିଯାଏ, ଯୋଉଟା କି ଡିପ୍ରେସନ ଆଡକୁ ପୁଣି ନେଇଯାଏ ଆମକୁ। ଏବଂ ଡିପ୍ରେସନ ଆସିଲେ କଣ ହୁଏ? ସାଙ୍ଗେ ସାଙ୍ଗେ ହଷ୍ଟାଇଲ ଫୋର୍ସ ଗୁଡିକ ଆମ ଭିତରେ ପଶି ତାଙ୍କ ଅନୁସାରେ ଆମକୁ ନଚେଇବା ଆରମ୍ଭ କରିଦିଅନ୍ତି, ଏବଂ ତାହା ହିଁ ତାଙ୍କର ଖାଦ୍ୟ ସେଟା, ଆଉ ସେଥିରୁ ସେମାନେ ଆନନ୍ଦ ପାଆନ୍ତି। ତେଣୁ ଯଦି ଆମେ କମ୍ପ୍ଲେକ୍ସିଟି କିଛି ଆସିଲା, ଆମେ ଜାଣି ରଖିବା ଉଚିତ ଯେ ସମସ୍ତଙ୍କ ଭିତରେ କିଛି ନା କିଛି ୟୁନିକନେସ୍ ଅଛି। ସେଥିପାଇଁ ତ ମା କହିଲେ ନନ୍ ଅଫ୍ ମାଇ ଚାଇଲ୍ଡ ଇଜ ଜିରୋ। ସମସ୍ତଙ୍କ ଭିତରେ କିଛି ସ୍ୱତନ୍ତ୍ର ଗୁଣ ରହିଛି, ତାକୁ ଆମକୁ ଖୋଜି ବାହାର କରିବାକୁ ହେବ। ଏବେ ଯଦି କହିବ ଗୋଟେ କମ୍ପିଟିସନ ଧର ହଉଥିଲା, ଥରେ ଗୋଟେ ସେଥିରେ ହାତୀ ଥିଲା, ମାଛ ଥିଲା, ପିମ୍ପୁଡି ଥିଲା, ମାଙ୍କଡ ଥିଲା, ସମସ୍ତେ ଥିଲେ। ସେଥିରେ ଯଦି ଗୋଟେ ସୁଇମିଂ କମ୍ପିଟିସନ ହେଲା, ସେଠି ଜିତିଥିବ କିଏ? ସେଟା ଜଣାଶୁଣା କଥା, ମାଛ। କାରଣ ମାଛ ଭିତରେ ସେ ଫ୍ୟାକଲ୍ଟି ଅଛି ସୁଇମିଂ ର। ତେଣୁ ଆମେ କହିବା କି ହାତୀ, ମାଙ୍କଡ ଏମାନଙ୍କର କିଛି ବଳ ନାହିଁ ବା ସେମାନେ ଜିରୋ ବୋଲି। ଏବେ ଯଦି କୁହାଯିବ ଯେ ସବୁଠୁ ବେଶୀ ଗଛ ଡାଳ ସବୁ ଭାଙ୍ଗି ଦେଇପାରିବ, ଗଛକୁ ଓପାଡି ଦେଇପାରିବ, ସେଥିରେ କିଏ ଜିତିବ? ହାତୀ ଜିତିବ। ସେଠି କୁହାଯିବ କି ଅନ୍ୟମାନଙ୍କର କିଛି ଫ୍ୟାକଲ୍ଟି ନାହିଁ ବୋଲି। ଏବେ ଯୋଉଠି ଛୋଟିଆ ଗାତଟେ କରାଯିବ, କହିବ ତା ଭିତରେ କିଏ ପଶିପାରିବ? ସେଠି ପିମ୍ପୁଡି ପଶିଯିବ ସହଜରେ, କିନ୍ତୁ ଅନ୍ୟମାନେ ସେଠି କୁହାଯାଇ ପାରିବନି ଯେ ଆରେ ହାତୀର କିଛି ବଳ ନାହିଁ, କିଛି ସାମର୍ଥ୍ୟ ନାହିଁ, କି ମାଛର ସାମର୍ଥ୍ୟ ନାହିଁ, କି ମାଙ୍କଡର ନାହିଁ। ଆଉ ଯଦି ଗଛ ଚଢିବା, ଗଛ ଡେଇଁବା କୁହାଯିବ, ମାଙ୍କଡ ଜିତିବ। ତେଣୁ ସମସ୍ତଙ୍କୁ କିଛି ନା କିଛି ଫ୍ୟାକଲ୍ଟି ଦିଆହେଇଛି, ଖାଲି ଆମେ ସେଟାକୁ ବାହାର କରିପାରୁନେ। ସେଥିପାଇଁ ଆମ ଭିତରେ ଏଠି କମ୍ପାରିଜନ ଗୁଡାକ ଆସୁଛି। ତେଣୁ କେବେ କାହା ସାଙ୍ଗେ ଆମେ ତୁଳନା କରିବାନି। ସମସ୍ତଙ୍କ ଭିତରେ ସାମର୍ଥ୍ୟ କିଛି ଅଛି, ମୁଁ ସେଇ ସାମର୍ଥ୍ୟକୁ ଆମକୁ ଖୋଜି ବାହାର କରିବାକୁ ପଡିବ। ତେଣୁ ଆମେ ଯଦି କମ୍ପିଟ୍ କରିବା ନିଜେ ମାନେ ଯଦି ଆମେ କମ୍ପିଟ୍ କରିବା, ତେଣୁ ଯୋଉ ଗୋଟେ ହଉଛି କମ୍ପେୟାର କରିବା, କମ୍ପିଟ୍ କରିବା, ଏଇ ଦିଟା ଆଜିକାଲି ବହୁତ ହଉଛି। ତେଣୁ ଯଦି ପ୍ରକୃତରେ କମ୍ପିଟ୍ କରିବା, ତାହେଲେ ଆମେ ନିଜ ସହିତ କମ୍ପିଟ୍ କରିବା। ଅର୍ଥାତ୍ ମୋର ମନ, ପ୍ରାଣ, ଶରୀର ସ୍ତରରେ ଥିବା ସବୁ ଫ୍ୟାକଲ୍ଟି, ଯୋଉ ସବୁ ସାମର୍ଥ୍ୟ ରହିଛି, ସେଟା ଦିନକୁ ଦିନ ମୋର କେତେ ବଢି ପାରୁଛି, କେତେ ମୋର ଡେଭଲପ ହଉଛି, ସେଇଟାକୁ ମୁଁ ଦେଖିବି। ସେଇଟା ଭିତରେ ମୁଁ ନିଜକୁ କମ୍ପିଟ୍ କରିବି। ମୁଁ ଚେତନାରେ କେତିକି ଉପରକୁ ଉଠୁଛି ଦିନକୁ ଦିନ, ସେଇଟା ଦେଖିବି। ନିମ୍ନ ପ୍ରକୃତି ଉପରେ କେମିତି ବିଜୟ ହାସଲ କରିବା ପ୍ରୟାସରେ ମୁଁ କେତିକି ଅଗ୍ରସର ହେଉଛି, ତାକୁ ମୁଁ ଦେଖିବି। ଏବଂ ମୋ ଆସ୍ପୃହର ଅଗ୍ନିକୁ ମୁଁ କେତିକି ଅଧିକରୁ ଅଧିକ ଜୀବନ୍ତ କରି ରଖିପାରୁଛି। ଅର୍ଥାତ୍ ଅବିରାମ ଅବିଚ୍ଛିନ୍ନ ସେ ଯୋଉ ଆସ୍ପୃହକୁ ଅବିରାମ ଅବିଚ୍ଛିନ୍ନ ହବା ଦିଗରେ ଅଧିକରୁ ଅଧିକ ମୁଁ କେତେ ପ୍ରଚେଷ୍ଟା କରୁଛି ଦିନକୁ ଦିନ, ସେଇଟାକୁ ଦେଖିବି। ମାଙ୍କ ନିକଟରେ ଦିନକୁ ଦିନ ଅଧିକ ସମର୍ପଣ କେମିତି କରିପାରିବି, ସମର୍ପଣ ଭାବ କିପରି ବୃଦ୍ଧି ପାଉଛି ମୋର, ତାକୁ ଦେଖିବି। ଏଇଟା ହଉଛି ନିଜ ସହ
ପ୍ରତିଦ୍ୱନ୍ଦିତା କରିବା ବା କମ୍ପିଟିସନ କରିବା, ବରଂ ଏହି ପ୍ରତିଯୋଗିତାରେ ଆମ ସଫଳତା ହିଁ ଆଣିଦେବ ଆମ ପାଇଁ ଯଥାର୍ଥ ଆନନ୍ଦ। ସେ ଗୋଟେ ହେଲା। ତାପରେ ଦେଖିବା ଆମେ ତୃତୀୟରେ ପରିସ୍ଥିତି ଦ୍ୱାରା ପ୍ରଭାବିତ ହେବାନି। ଏଇଟା ହେଲା କମ୍ପିଟ୍ କରିବାନି କି କମ୍ପେୟାର କରିବାନି। ତାପରେ ଆସିଲା ପରିସ୍ଥିତି ଦ୍ୱାରା ଆମେ ପ୍ରଭାବିତ ହବାନି, ଅର୍ଥାତ୍ ସକଳ ପରିସ୍ଥିତିରେ ସମାନ ଅବସ୍ଥାରେ ଆମେ ରହିବା, ଦୁଃଖରେ ଭାଙ୍ଗି ପଡିବାନି କି ସୁଖରେ ଓଭରଯାଇବା, ଅତି ଉଲ୍ଲାସିତ ବା ଏକ୍ସାଇଟେଡ ହେଇଯିବାନି, ବା ସଫଳତା ବି ବିଫଳତାରେ ମଧ୍ୟ ସବୁଥିରେ ଯେମିତି ସମଭାବାପନ୍ନ ଇକ୍ୱାନିମିଟି ଆମ ରହିବ, ସବୁଥିରେ ଆମେ ଯେମିତି ହସି ଦେଇପାରିବା। ଏହା ହିଁ ଆମକୁ ଶିକ୍ଷା କରିବାକୁ ହେବ, କାରଣ ସ୍ମିତ ହାସ୍ୟରେ ହିଁ ରହିଛି। ମା କହୁଛନ୍ତି ସ୍ମିତ କାରଣ ସ୍ମିତ ହାସ୍ୟରେ ହିଁ ରହିଛି ଆତ୍ମସଂଯମ ସକାଶେ ସର୍ବୋତ୍ତମ କ୍ଷମତା। ମାଙ୍କ ଶବ୍ଦରେ for in a smile there is a sovereign power of self mastery। ମାନେ ସବୁ ପରିସ୍ଥିତିରେ ସ୍ମାଇଲ କରିବାଟା ହଉଛି ଗୋଟେ ଡିଭାଇନ ସାଇକୋଲୋଜିକାଲ ପରଫେକ୍ସନ ବୋଲି ମା କହୁଛନ୍ତି। ତାପରେ ଫୋର୍ଥରେ ହେଲା ଅଧିକ କାମ ପଡିଲେ କିମ୍ବା ଯେମିତି ଅନ୍ତର୍ମୁଖୀ ହୋଇ ରହିବା କଥା ଆମକୁ କହିଗଲେ ଆମେ କଣ ଭାବୁ ଯେ ଆମ ଗୋଟେ ଏମିତି ଯଦି ରହିବା ଆମକୁ ଗୋଟେ ସିରିୟସ ହେଇ ଆମକୁ ରହିବାକୁ ପଡିବ ନା, ତ ଆମେ ଗୋଟେ ମୁହଁଟାକୁ ବି ସିରିୟସ କରିଦେଇଥାଉ ନା, ବରଂ ଆମେ ଯଦି ଆନନ୍ଦରେ ହସ ମୁହଁରେ କାର୍ଯ୍ୟଟା କରିବା ତାହେଲେ କାର୍ଯ୍ୟର ପ୍ରେସରଟା ବି ଆମକୁ ଫିଲ୍ ହବନି। ତାପରେ ଅନ୍ତର୍ମୁଖୀ ହେବା କଥା ଯୋଉ କୁହାଗଲା, ଅନ୍ତର୍ମୁଖୀ ହେଲେ ଆମେ ହେବା ଅନ୍ତର୍ମୁଖୀ ହେବା, ମୋ ମାଙ୍କ ସହିତ କନେକ୍ଟେଡ ହେଇ ରହିବି। ଦେଖିଲା ବେଳକୁ ଗୋଟେ ଭିତରେ ଗୋଟେ କେମିତି ଲାଗୁଛି, ଆମ କନେକ୍ସନ ତ ଦୂରର କଥା, ଆମେ ବାହାରେ ବି ସିରିୟସ ହେଇଯାଇଥାଉ ସେତେବେଳେ ବି। ସେଥିପାଇଁ ଯଦି ପ୍ରକୃତରେ ଯଥାର୍ଥରେ ଆମେ ଅନ୍ତର୍ମୁଖୀ ହଉଛେ, ତା ଅର୍ଥ ଆମେ ଅନ୍ତରେ ଥିବା ମାଙ୍କ ସହିତ ନିବିଡ଼ ସମ୍ପର୍କ ସ୍ଥାପନ ଆମର। ବାହ୍ୟ ପରିସ୍ଥିତି ଦ୍ୱାରା କୌଣସି ପ୍ରକାର ଯେମିତି ଆମେ ପ୍ରଭାବିତ ଆମେ ନ ହେଉ। ଯଦି ମାଙ୍କ ସହିତ ସମ୍ପର୍କ ରହିଲା, ଯୋଉ ମା ନିଜେ ଆନନ୍ଦର ପ୍ରତିମୂର୍ତ୍ତି, ଯେ ଆନନ୍ଦମୟୀ, ତେବେ ତାଙ୍କ ସମ୍ପର୍କରେ ଆସିଲେ କେମିତି ଆମେ ସିରିୟସ ହେଇ ରହିବା? ଯିଏ ନିଜେ ସୃଷ୍ଟିକୁ ରଚିଛନ୍ତି, ଆନନ୍ଦରେ ସୃଷ୍ଟିକୁ ଚଳାଉଛନ୍ତି, ତେଣୁ ସେହି ଆନନ୍ଦ ହିଁ ଆମ ଭିତରେ ପ୍ରବାହିତ ହେବ। ବାହାରେ ନ ଆସିଲେ ବି ଗୋଟେ ଇନର ସ୍ମାଇଲ ବା ଅନ୍ତରରେ ଗୋଟେ ସ୍ମିତ ହାସ୍ୟଟି ବାହାରକୁ ପ୍ରକାଶ ପାଉଥିବ। ତେଣୁ ସେହି ଅନ୍ତରର ସ୍ମିତ ହାସ୍ୟକୁ ଯେପରି ଆମେ କେବେ ବି ନ ହରାଉ। ସେ ହସଟି କେମିତି ଆସିବ? ମାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ନିର୍ଭରତା ଦ୍ୱାରା, ସବୁ ସମୟରେ ମାଙ୍କୁ ଯେମିତି ସ୍ମରଣ ବା କନଷ୍ଟାଣ୍ଟ ରିମେମ୍ବରାନ୍ସ ଯୋଉ କୁହାଯାଉଛି ତା ଦ୍ୱାରା, ଏବଂ ସଚେତନ ନାମ ଜପ ଦ୍ୱାରା, ଏବଂ ଏସବୁ ଦ୍ୱାରା କ୍ରମେ ଆମ ଭିତରେ ଗୋଟେ ଅନୁଭବ ଆସିଯିବ ଯେ ମା ମୋ ପାଖେ ଅଛନ୍ତି। ଭଗବାନଙ୍କ ବିରୁଦ୍ଧରେ ଅର୍ଥାତ୍ ମାଙ୍କ ବିରୁଦ୍ଧରେ କୌଣସି ଶକ୍ତି ବି ଛିଡା ହୋଇପାରିବନି। ତେଣୁ ଯେକୌଣସି ବି ପରିସ୍ଥିତି ଆସୁନା କାହିଁକି ଶେଷରେ ମାଙ୍କ ବିଜୟ ସୁନିଶ୍ଚିତ। ତେଣୁ ଏହି କନଫିଡେନ୍ସ ଆମ ଭିତରେ ଏଇ କନଫିଡେନ୍ସ ହିଁ ଆମ ଭିତରେ ଯୋଉ ସ୍ମିତ ହାସ୍ୟକୁ ଧରି ରଖିବାରେ ସାହାଯ୍ୟ କରିବ। ଭଗବାନ ଯେତେବେଳେ ସୃଷ୍ଟିଟାକୁ ତିଆରି କରୁଛନ୍ତି, କିନ୍ତୁ ଆମ ଲୋକଙ୍କ ଧାରଣା କଣ? ଭଗବାନ ହଉଛନ୍ତି ଗୋଟେ ଯେମିତି ବହୁତ ସିରିୟସ, ଯେମିତି ଅନେକ ଲୋକଙ୍କର ଏହା ବି ଧାରଣା ଥିଲା ଶ୍ରୀ ଅରବିନ୍ଦ ଏତେ ଗମ୍ଭୀର, ସେ ବୋଧେ କେବେ ବି ହସନ୍ତିନି। କିନ୍ତୁ ଯେତେବେଳେ ଶ୍ରୀ ଅରବିନ୍ଦ ହ୍ୟୁମର ବହିଟା ନିରୋଧାଙ୍କ ସହ ସେଟା ଆମେ ପଢିବା, ଯଦି ଆମେ ଜାଣିବା, ଯେତେବେଳେ ସାଧକ ମାନଙ୍କ ସାଙ୍ଗରେ ସେ ଯୋଉ ବସି ଆଲୋଚନା କରୁଥିଲେ, ବିଭିନ୍ନ ବିଷୟରେ ସେ ଆଲୋଚନା କରୁଥିଲେ, ବେଶ ହସୁଥିଲେ, ତାଙ୍କ ହ୍ୟୁମର ବିଷୟରେ ଆମେ ସେଇଥିରୁ ଆମେ ପ୍ରକୃତରେ ଜାଣିପାରିବା। ଥରେ ସେମିତି ଗୋଟେ ଖାଲି ଏକ୍ସାମ୍ପଲ ଦେବି। ଥରେ ଏମିତି ଆଲୋଚନା ଚାଲିଛି ସନ୍ଧ୍ୟାବେଳେ, ଯୋଉ ଆମେ ଇଭିନିଂ ଟକ୍ସରେ ବି ଦେଖିଥିବା, ସେମିତି ବିଭିନ୍ନ ଟପିକ ନେଇକରି ସାଧକ ମାନଙ୍କ ସାଙ୍ଗେ ଆଲୋଚନା କରୁଥିଲେ। ସେତେବେଳେ ମା କଣ କରିଛନ୍ତି, ଗୋଟେ ଟେଲିଗ୍ରାମ ଧରିକିରି ବସିଛନ୍ତି ଏବଂ ଆଶ୍ଚର୍ଯ୍ୟ କହୁଛନ୍ତି, ଦେଖ ତ ଏଠି ଲେଖା ହେଇଛି ଡଟର୍ସ ମ୍ୟାରେଜ ପ୍ରେ ଫର ଆସ୍। ଆସ୍ ମାନେ ଇଂଲିଶରେ ହଉଛି ପାଉଁଶ। ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହେଇକି ପରସ୍ପର ମୁହଁକୁ ଚାହିଁଲେ। ଆସ୍ କଣ ଦରକାର, ଗୋଟେ ଡଟର୍ସ ମ୍ୟାରେଜ ରେ ଆସ୍ ର କଣ କାମ ଅଛି? ତେଣୁ ଏପରି ଗୋଟେ ଅଜୀବ ରିକ୍ୱେଷ୍ଟ କାହିଁକି ଜଣେ କରିବ? ସେତେବେଳେ ଜଣେ ବଙ୍ଗାଳୀ ସାଧକଙ୍କୁ ହଠାତ୍ ଷ୍ଟ୍ରାଇକ୍ କଲା, କହିଲେ ଓହୋ ବୁଝିଲି, ଆମ ବଙ୍ଗାଳୀରେ ଆଶିଷ ବା ଆଶୀର୍ବାଦକୁ ସର୍ଟରେ, ସେତେବେଳେ ଟେଲିଗ୍ରାମରେ ଆମର ଯେହେତୁ ସବୁ ଲେଟରକୁ ନେଇକରି ପଡୁଥିଲା ଖର୍ଚ୍ଚ, ତେଣୁ ବହୁତ ସର୍ଟରେ ଲେଖା ହଉଥିଲା। ତେଣୁ ତାକୁ ସର୍ଟରେ ସେ କଣ କରିଛନ୍ତି, ଆଶିଷକୁ ଆସ୍ ବୋଲି କୁହାଯାଇଛି ସେଠି। ତାପରେ ଶ୍ରୀ ଅରବିନ୍ଦ ଗୋଟେ ଆଶ୍ୱସ୍ତିର ଗୋଟେ ଦେଇକିରି କହିଲେ, ଓହୋ ଥ୍ୟାଙ୍କ ଗଡ୍, ମୁଁ ତ ଭାବିଲି ପାଉଁଶ କେଉଁଠୁ ଆଣିବି, ସିଗାରେଟ ବି ତ ଆଉ ଟାଣୁନି,
ନହେଲେ ଗୋଟେ କାମ କରିଥାନ୍ତି, ଚମ୍ପକଲାଲ ଯୋଉ ମଶା ଧୂପର ଯୋଉ ପାଉଁଶ କଲେକ୍ଟ କରି ରଖୁଛି ତାକୁ ନେଇକି ଚଳେଇଲେ ହୁଅନ୍ତା। ମାନେ ଏଥିରୁ ଜଣା ପଡୁଛି କେମିତି ସିଏ କେତେ ହ୍ୟୁମରସ୍ ଥିଲେ, ମାନେ ସଡନଲି ମାନେ ତାଙ୍କ ଭିତରେ ବି କେମିତି ଜିନିଷ ହ୍ୟୁମର ଟା ଆସୁଥିଲା। ଏଥିରୁ ମାନେ ତାଙ୍କ ସେନ୍ସ ଅଫ ହ୍ୟୁମର ଟା ଆମେ ଜାଣିପାରିବା। ଯେତେବେଳେ ନିରୁଦ୍ଧଙ୍କର ସେ ବହିଟା ଯେତେବେଳେ ଛପା ହେଲା ହ୍ୟୁମର ୱିଥ୍ ଶ୍ରୀ ଅରବିନ୍ଦ, ସେତେବେଳେ ମା କହିଲେ ଯାହା ହେଉ ନିରୁଦ୍ଧ ଶ୍ରୀ ଅରବିନ୍ଦଙ୍କ ବ୍ୟକ୍ତିତ୍ୱର ଆଉ ଗୋଟେ ଦିଗକୁ ସମସ୍ତଙ୍କ ଆଗରେ ଖୋଲିଲା। ଶ୍ରୀ ଅରବିନ୍ଦଙ୍କର ଯେମିତି ଗୋଟେ ଆଫୋରିଜମ ଅଛି, a god who cannot smile could not have created the humorous universe। ଯେଉଁ ପ୍ରଭୁ ଏଇ ୟୁନିଭର୍ସ କୁ ତିଆରି କରିଛନ୍ତି, ମାନେ ସେ ଯଦି ସେ ସ୍ମାଇଲ କରିପାରୁନଥାନ୍ତେ ସେ କେବେ ବି ଏଟା ଯୋଉ ହାସ୍ୟପୂର୍ଣ୍ଣ ଯୋଉ ୟୁନିଭର୍ସ ଟାକୁ ବିଶ୍ୱକୁ ସେ ସୃଷ୍ଟି ହିଁ କରିପାରିନଥାନ୍ତେ। ତେଣୁ ଭଗବାନଙ୍କୁ ଯୋଉ ଆମେ କହୁଛେ ଭଗବାନ ସିରିୟସ ନୁହେଁ, ସେ ଆନନ୍ଦରେ ହିଁ ସୃଷ୍ଟିଟାକୁ ତିଆରି କରିଛନ୍ତି ଏବଂ ସୃଷ୍ଟି ରଚିଛନ୍ତି ଏବଂ ସୃଷ୍ଟିଟାକୁ ଚଳଉଛନ୍ତି ମଧ୍ୟ ସେ ଆନନ୍ଦରେ। ତେଣୁ ଆମେ କେବେ ବି ଆମର ଯୋଉ ଅନ୍ତରର ଯୋଉ ସ୍ମିତ ହାସ୍ୟକୁ ନିର୍ବାପିତ ହେବାକୁ ଦବାନି। କିଛି ମାନେ ଛୋଟ ଛୋଟ କଥା ବି, ଯେମିତି ଆମକୁ ଗୋଟେ ବଡ ବଡ ଦୁଃଖ ବା ଗଭୀର ଦୁଃଖ ଦେଖିବାକୁ ଗଲେ, ପ୍ରକୃତରେ ଦେଖିବାକୁ ଗଲେ କିଛି ଗଭୀର କି ବଡ ଦୁଃଖ ବୋଲି କିଛି ନାହିଁ, ଯୋଉଟା କି ସୋ କଲ୍ଡ ଆମେ କହିପାରିବା। ତାହା ଖାଲି ଆମର ଗୋଟେ ଫର୍ମେସନ ସେଟା। କିନ୍ତୁ ଯେତେ ଦୁଃଖରେ ଥିଲେ ବି ଆମେ ଦେଖିବା, ଯଦି ଆମେ ମା କହିଛନ୍ତି ତୁମେ ଦେଖ ଫୁଲଟିକୁ ଚାହିଁବ, ତେଣୁ ତା ଭିତରେ ବି ଆମେ ଗୋଟେ ଆନନ୍ଦ ପାଇବା ଫୁଲକୁ ଦେଖିକିରି। ଗୋଟେ ଛୋଟ ଶିଶୁ ତାର ଯୋଉ ଖିଲିଖିଲି ହସ, ସେଇଟା ବି ଆମ ଦୁଃଖକୁ ବହୁତ ଲାଘବ କରିଦିଏ। କାରଣ ସେ ଶିଶୁ ଭିତରେ ଗୋଟେ ସିମ୍ପ୍ଲିସିଟି ଅଛି, ଗୋଟେ ସରଳତା ଅଛି। ତେଣୁ ତାର ଯୋଉ ହସ, ତାର ଯୋଉ ଆକ୍ଟିଭିଟିକୁ ଆମେ ଯଦି ଦେଖୁଥିବା, ଯେତେ କଷ୍ଟ ଆମ ଭିତରେ ଥାଉ ଡେଫିନେଟଲି ସେ କଷ୍ଟଟା ଦୂରେଇ ଯିବ। ଆଉ ଆମ ପାଇଁ ତ ସବୁଠୁ ସର୍ବୋତ୍କୃଷ୍ଟ ଉପାୟ ହେଲା ମାଙ୍କର ହସ ହସ ମୁହଁକୁ ଯଦି ହୃଦୟରେ ଆମେ ଅନୁଭବ କରିପାରିବା। ସେ ସମୟରେ ଯଦି ନ ବି କରିପାରୁଛେ, ସେତେବେଳେ ବେଶୀ କଷ୍ଟ ଲାଗୁଛି, ସେଇ ସମୟରେ ଯଦି ଆମେ କନସେନଟ୍ରେଟ କରିପାରୁନେ, ତାହେଲେ ଅନ୍ତତଃ ଆମେ କଣ କରିବୁ, ତାଙ୍କ ଫଟୋ ପାଖରେ, ତାଙ୍କ ହସ ହସ ମୁହଁର ଯୋଉ ଫଟୋ ପାଖରେ ବି ବସିକି ଆମେ ଯଦି ଅପଲକ ଭାବେ ତାଙ୍କୁ ଚାହିଁ ରହିବା, କାରଣ ମା ତ ନିଜେ କହିଛନ୍ତି ନା ସେ ଫଟୋରେ ବି ସେତିକି କଂକ୍ରିଟଲି ସେ ଅଛନ୍ତି। ଯେମିତି ବହୁଜନ ତାଙ୍କୁ ପଚାରିଲେ, ମା ତୁମ ପ୍ରେଜେନ୍ସ ଟା ଆମେ ଫିଲ୍ କରିବାକୁ ଚାହୁଁଛୁ, କେମିତି କେତେ ଲୋକ ପାଉଛନ୍ତି ତୁମକୁ ଡାଇରେକ୍ଟ କଣ୍ଟାକ୍ଟ କରିପାରୁଛନ୍ତି, କିନ୍ତୁ ଆମେ କାହିଁକି ଡାଇରେକ୍ଟ ଯେହେତୁ ଆମେ ଯାଇପାରୁନୁ, ଆମକୁ ଲାଗୁଛି ଆମେ ତୁମଠୁ ବହୁତ ଦୂରେଇ ରହିଯାଇଛୁ। ମା କହିଲେ ଯୋଉମାନେ ପାଖକୁ ଆସୁଛନ୍ତି ସେମାନେ ଯଦି ଅନ୍ତରରେ ମତେ ଧରି ରଖିପାରି ନାହାନ୍ତି, ତେବେ ସେମାନେ ମତେ ସେତେ ଦୂରରେ ଅଛନ୍ତି। ଯିଏ ବରଂ ମତେ ଅନ୍ତରରେ ରଖିପାରୁଛି ସିଏ ମୋର ସବୁଠୁ ନିକଟତମ। ତେଣୁ ଆମେ ଯଦି ତାଙ୍କୁ ପ୍ରକୃତରେ ଆମେ ଅନ୍ତରରେ ଧରି ରଖିପାରିବା, ତାହେଲେ ସେଇ ଯୋଉ ହସ ହସ ମୁହଁଟା ତାଙ୍କୁ ଫିଲ୍ କରିପାରିବା। ଆଉ ମା କହୁଛନ୍ତି ମୁଁ ଫଟୋରେ ବି ସେତିକି କଂକ୍ରିଟଲି ରହିଛି, ତୁମେ ମତେ ଫଟୋରେ ଦେଖିଲେ ବି ସେଇ କଂକ୍ରିଟ ପ୍ରେଜେନ୍ସ ଟା ମୋର ଫିଲ୍ କରିପାରିବ। ତେଣୁ ସେଇ ଫଟୋକୁ ବି ଅନେଇକି ତାଙ୍କୁ ଆମେ ଯଦି ହସି ପାରିବା, ତାଙ୍କୁ ଦେଖୁଥିବା, କନଷ୍ଟାଣ୍ଟ ଅପଲକ ନୟନରେ ଆମେ ଚାହିଁ ରହିବା, ଦେଖିବା ଆମ ଭିତରୁ ଧୀରେ 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 କେମିତି ସେଇ ଜିନିଷଟା, ସେଇ ଯୋଉ ଦୁଃଖ ଯାହାବି କଷ୍ଟ ବୋଲି ଆମେ ଭାବୁଛେ ସେଟା ଧୀରେ ଧୀରେ ତା ଭିତରୁ ଆମ ଭିତରୁ ଚାଲିଯିବ। କାରଣ ସେ ଫଟୋରେ ବି ସେ ସ୍ଥୂଳ ଭାବରେ ସେଠି ରହିଛନ୍ତି। ତେଣୁ ଆମେ ହସିବାକୁ ବା ସ୍ମାଇଲ କରିବାକୁ ଆମେ କେବେ ବି ଭୁଲିବାନି, କାରଣ ସ୍ମିତ ହାସ୍ୟ ହିଁ ଆଣିଦବ ଆମ ପାଇଁ ସକଳ ଆନନ୍ଦ। କିନ୍ତୁ ସେଥିପାଇଁ ଗୋଟେ କଥାରେ ଅଛି ଯେ a smile is a small curve that sets everything straight। ସେ ସ୍ମାଇଲ ଟା ଗୋଟେ ଛୋଟ ବକ୍ର ରେଖା, ଟିକେ ଷ୍ଟ୍ରେଚ୍ କରିଦିଅ ଓଠଟିକୁ ଦେଖା, କିନ୍ତୁ ତାହା ସବୁ କିଛିକୁ ଯେମିତି ସିଧା କରି ପକେଇବ। ତେଣୁ ସବୁ ପ୍ରୋବ୍ଲେମ ର ସଲ୍ୟୁସନ ରହିଯାଇଛି ସେଇ ସ୍ମାଇଲରେ। ଶେଷରେ ଗୋଟେ ମୋର ମାଙ୍କର ଗୋଟେ ବାଣୀଟେ ପଢିବି। In the depth of all that is, of all that shall be, is thy divine and unvarying smile। हे प्रभु, ସବୁରି ପଛରେ ଯାହା କିଛି ଅଛି ଏବଂ ଯାହା କିଛି ହବାକୁ ଯାଉଛି, ସବୁ ପଛରେ ତୁମର ଅପରିବର୍ତ୍ତନୀୟ ଦିବ୍ୟ ହାସ୍ୟ ରହିଛି। ଏଇଠି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ମାଙ୍କ ପକ୍ଷେ ଅଶେଷ କୃତଜ୍ଞତା ଜଣାଉଛି। ସମସ୍ତଙ୍କ ଅର୍ଥରେ ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ୍
ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 Ma 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 ma